ମା ଜୟ ଶ୍ରୀ ବୈରାଗୀ ଜୟ ଜୟ ଜଗନ୍ନାଥ। ବାପା ଶ୍ରୀ ବୈରାଗୀ କହନ୍ତି ଯେ ପ୍ରତ୍ୟେକ ଦିନକୁ ତୁମେ ଭାବ ଯେ ଭଗବାନଙ୍କର ଏହା ଏକ ଅପୂର୍ବ ଉପହାର। ତେଣୁ ଆଜିର ଦିନଟି ଉଦ୍ଦେଶ୍ୟହୀନ ଦିବସ ନୁହେଁ। ଆଜିର ଏହି ଦିବସଟି ଏପରି ଆସୁ ଆସୁ ଆସିଯାଇଛି ବୋଲି ଭାବନି। ଆଜି ଆପଣମାନଙ୍କୁ ବିଶେଷ ଭାବରେ ଏହି ଦିନଟି ଦିଆଯାଇଛି। ତେଣୁ ଏହି ଦିବସଟିକୁ ଭକ୍ତିପୂତ ଭାବରେ ଦୁଇ ହାତ ପାତି ଗ୍ରହଣ କରିବାର ଆବଶ୍ୟକତା ରହିଛି। ନିଜର ବୌଦ୍ଧିକ, ମାନସିକ, ଦୈହିକ ତଥା ଆବେଗ ସମ୍ଭୂତ ଆଜି ସକଳ ଶକ୍ତି ପ୍ରୟୋଗ କରି ଆଜି ଦିନଟିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଲାଗି ପଡ଼ିବାର ଆବଶ୍ୟକତା ରହିଛି। ଆମେମାନେ ପ୍ରତ୍ୟେକ ଯେ ଅନନ୍ତ କାଳର ଅଧିକାରୀ ଏହା ମନେ ରଖିବା ଆବଶ୍ୟକ। ଏକ ବ୍ୟଗ୍ରତାର ସହିତ ଜୀବନଯାପନ ଏବଂ ସକଳ ଆଦର୍ଶ ପୂରଣ କରିବା ପାଇଁ ଆଜିର ଦିନଟିକୁ ଆମେ ସଂକଳ୍ପବଦ୍ଧ ହୋଇ ଯାପନ କରିବା। ସମସ୍ତ ଅନନ୍ତ କାଳ ଆମମାନଙ୍କର କରଗତ ବୋଲି ଜାଣି ସ୍ଥିର ଚିତ୍ତରେ ପ୍ରଶାନ୍ତ ହୃଦୟରେ ବିନା ବ୍ୟସ୍ତତା ବିନା କାତରତାରେ ଆଜିର ପ୍ରତିଟି ମୁହୂର୍ତ୍ତର ସୁନ୍ଦରତମ ସଦୁପଯୋଗ କରି ଆମେ ନିଶ୍ଚିତ ଭାବରେ ଆମର ବାଞ୍ଛିତ ଲକ୍ଷ୍ୟ ପଥରେ ଧୀରେ ଧୀରେ ଅଗ୍ରସର କରିବା। ଏହି ଭାବନା ଏହି ସଂକଳ୍ପ ନେବା ଆବଶ୍ୟକତା ରହିଛି। ଆଜି ଅନେକ କଥା କୁହନ୍ତି ଆଜି ନହେଲା ନାହିଁ କାଲି କରିବା, ଏଇ ନୁହଁ। ଆସନ୍ତା ଜନ୍ମରେ ଦେଖିବା ନୁହଁ। ଆଜି ଏଇଠି ଏବେ ଏ ମୁହୂର୍ତ୍ତରେ ଆଜିର ଦିନଟିକୁ ପୂର୍ଣ୍ଣାଙ୍ଗ କରି ଛାଡ଼ିଦେବି। ଆସନ୍ତା କାଲି ଭରି ମୋର କିଛି ନାହିଁ। ଆଜିର ପ୍ରତିଟି ମୁହୂର୍ତ୍ତକୁ ମୁଁ ଶ୍ରେଷ୍ଠତମ ଉତ୍କୃଷ୍ଟତମ ଭାବରେ ଗଢ଼ି ତୋଳିବାକୁ ଚେଷ୍ଟା କରିବି। ଏପରି ସିଦ୍ଧାନ୍ତ ନେବା ଉଚିତ ବୋଲି ବାପା ସିଦ୍ଧ ପୁରୁଷ ଶ୍ରୀ ବୈରାଗୀ ସଦାସର୍ବଦା କହି ଆସିଛନ୍ତି। ଥରେ ଜଣେ ଅତୀନ୍ଦ୍ରିୟବାଦୀ କହିଥିଲେ, ଆପଣମାନଙ୍କର ଦେହଟି ପୋଡ଼ି ପାଉଁଶ ହୋଇଯାଇଛି ବା ସମାଧି ବା କବର ଭିତରେ ପୋତି ହୋଇସାରିଛି ବୋଲି ଭାବିଦିଅ। ଆତ୍ମାଟି ଦିବ୍ୟଧାମକୁ ଚାଲିଗଲାଣି ବୋଲି ଆଜି ଭାବି ଦିନ ଯାପନ କରନ୍ତୁ। ଭାବନ୍ତୁ ଦେହ ମରିସାରିଛି, ମୁଁ ଆଉ କୌଣସି ଆକର୍ଷଣରେ କୌଣସି ପ୍ରଲୋଭନରେ କୌଣସି ସ୍ଥୂଳ ଶରୀରର ଅଧୀନରେ ନୁହେଁ। ମୋତେ ଆଉ କୌଣସି ଇନ୍ଦ୍ରିୟ ବ୍ୟସ୍ତ କରିପାରିବ ନାହିଁ। ମୁଁ ସ୍ଥୂଳ ଶରୀରର ଅତୀତ ହୋଇଗଲିଣି। ମୋର ଆତ୍ମା ପରମାତ୍ମାଙ୍କ ସନ୍ନିଧାନକୁ ଚାଲିଗଲାଣି। ତେଣୁ ଏଥିରେ ମୋ ଭିତରୁ ଯଦି କିଛି ପ୍ରତିକ୍ରିୟା ପ୍ରକାଶିତ ହେବ ତେବେ ଶୁଦ୍ଧତମ ପବିତ୍ରତମ ପ୍ରତିକ୍ରିୟା ହିଁ ଦିବ୍ୟ ପୁରୁଷଙ୍କର ଦିବ୍ୟ ଧାମର ଯୋଗ୍ୟ ପ୍ରତିକ୍ରିୟା ପ୍ରକାଶିତ ହେବ। ଏହା ଭାବି ଦିନ ଯାପନ କରିବା ଆବଶ୍ୟକ। ତେଣୁ ଏଇ କଥା କହିବାର ତାତ୍ପର୍ଯ୍ୟ ଆମର ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ଜୀବନ ସେହିଭଳି ଭାବରେ ପବିତ୍ର। ଯଦି ଆମମାନେ ଭଗବତମୁଖୀ ହୋଇ ଦିବାରମ୍ଭ କରନ୍ତି, ଆନ୍ତରିକତା ସହିତ ପ୍ରାତଃ ସ୍ମରାମି ପ୍ରାତଃ ଭଜାମି ପ୍ରାତଃ ନମାମି କରି ଦିବସକୁ ଆରମ୍ଭ କରିବା। ଗାୟତ୍ରୀ ମନ୍ତ୍ରର ସେହି ପୁଣ୍ୟ ପବିତ୍ରତମ ଅମୃତ ଶବ୍ଦକୁ ଶ୍ରବଣ କରିବା, ପାଠ କରିବା ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ରର ସେହି ତତ୍ତ୍ୱକୁ ଶୁଣିବା ଏବଂ ଗାଇବା, ତାହେଲେ ଆମ ଜୀବନ ଭିତରେ ସେହିଭଳି ପବିତ୍ରତା ଆସିବ। ତେଣୁ ପ୍ରାତଃ ଜାଗରଣର ପ୍ରକୃତ ତାତ୍ପର୍ଯ୍ୟ କ'ଣ? ଆମେମାନେ ସକାଳୁ ନ ଉଠି ଆମେ ସୂର୍ଯ୍ୟ ଉଦୟ ପରେ ଉଠୁଛେ, ଏହା କ'ଣ ଠିକ୍? ନିଦ୍ରାର ତାମସ ପ୍ରଭାବରୁ ଆମେ ମୁକ୍ତ ହୋଇପାରୁନେ, ତାହେଲେ ଆମ ଭିତରେ ଆଳସ୍ୟ ରହିଛି। ରାତ୍ର ଓ ଦିବସର ଏହି ସନ୍ଧିକ୍ଷଣ ଏହି ହେଉଛି ବ୍ରାହ୍ମ ମୁହୂର୍ତ୍ତ। এই ମୁହୂର୍ତ୍ତଟି ଆମେ ଏଭଳି ଭାବରେ ବ୍ୟବହାର କରିବା ଉଚିତ। ମାନେ এই ସମୟଟା ବ୍ୟସ୍ତତା ବିହୀନ, এই ସମୟଟା ଭାବ ଉଦ୍ଦୀପନକାରୀ। ତେଣୁ ଏ ଅତ୍ୟନ୍ତ ଶୁଭଙ୍କର ଅନୁକୂଳ ସମୟ। ତେଣୁ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା, ମହାମୃତ୍ୟୁଞ୍ଜୟ ମନ୍ତ୍ର ଗାୟତ୍ରୀ ମନ୍ତ୍ରକୁ ସ୍ମରଣ କରିବା ଏବଂ ପାଠ କରିବା, ଏହା ହିଁ ହେଉଛି ଆମ ଜୀବନର ବିମୁଗ୍ଧକର ବିସ୍ମୟକର କୁହୁକମୟ ପ୍ରାତଃକାଳର ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ। ସୁପ୍ତାବସ୍ଥାରେ ଯେପରି ଆବଶ୍ୟକତା ରହିଛି, ଜାଗ୍ରତ ଅବସ୍ଥାର ସେହିଭଳି ଆବଶ୍ୟକତା ରହିଛି। ଜାଗ୍ରତକୁ ବାପା ଶ୍ରୀ ବୈରାଗୀ କୁହନ୍ତି ଚେତନା। ଆମ ଭିତରେ ଚିତ୍ ଶକ୍ତିକି ଜାଗ୍ରତ କରିବାକୁ ପଡ଼ିବ, ଚୈତନ୍ୟମୟ ଅବସ୍ଥାକୁ ଆଣିବାକୁ ପଡ଼ିବ। ତେଣୁ ଭଗବତ ସାନ୍ନିଧ୍ୟ ଲାଭ ପଥରେ ଅନ୍ତରର ଭଗବତ ସାଙ୍ଗ ହେବା ଆବଶ୍ୟକ। ଏକାଧିକ ପ୍ରତିବନ୍ଧକ ରହିବ ସତ, ନିଷ୍କ୍ରିୟ ସୁପ୍ତାବସ୍ଥା ବ୍ୟସ୍ତତାପୂର୍ଣ୍ଣ ଜାଗ୍ରତ ଭିତରେ ଆମେ ଚେତନା ନ ଆଣିବା। ବ୍ରାହ୍ମ ମୁହୂର୍ତ୍ତରେ ପ୍ରାତଃ କାଳରେ ଯେଉଁ ମନୁଷ୍ୟ ଉଠେ, ତାର ଅନ୍ତଃକରଣରେ ଚିତ୍ତବୃତ୍ତିରେ ଏକ ନିଗୁଢ଼ ତତ୍ତ୍ୱ ଯୌଗିକ ତତ୍ତ୍ୱ ରହସ୍ୟମୟ ତତ୍ତ୍ୱ ସୃଷ୍ଟି ହୁଏ। ଆମର ପୂର୍ବପୁରୁଷଗଣ ଯାହା ଜାଣିଥିଲେ କହିଯାଇଥିଲେ,
ପ୍ରତ୍ୟେକ ସତ୍ତ୍ୱକୁ ପ୍ରତ୍ୟେକ ଦିବସକୁ ଆମେ ସଦ୍ବ୍ୟବହାର କରିପାରିବା। ଦିବସର ଅବଶିଷ୍ଟାଂଶ ପାଇଁ ଆମକୁ ଅପୂର୍ବ ଶକ୍ତି ମିଳିଯିବ ଯଦି ବ୍ରାହ୍ମ ମୁହୂର୍ତ୍ତରେ ଆମେ ଉଠି ଗାୟତ୍ରୀ ମନ୍ତ୍ର ଶ୍ରବଣ କରିବା, ଈଶ୍ୱର ସନ୍ନିଧାନରେ ଆମେ ରହିପାରିବା। ତାହେଲେ ଆମ ଜୀବନ ଭିତରେ, ଆମର ଜୀବନ ତତ୍ତ୍ୱ ଭିତରେ, ଏ ସଂସାର ଭିତରେ ଆମ ଜୀବନ ନୌକାଟି ଆନନ୍ଦରେ ଅଗ୍ରଗତି କରିପାରିବ। ଏହି ଅମୃତ ବେଳାରେ, ଏହି ପୂର୍ଣ୍ଣ ସମୟରେ ପୂର୍ଣ୍ଣ ସଦୁପଯୋଗ କରି ଆମେମାନେ ଲାଭାନ୍ୱିତ ହୋଇପାରିବା। ଜୀବନକୁ ସାର୍ଥ କରିବା ଦିଗରେ ଆମର ମହାନ ଲକ୍ଷ୍ୟ ଲାଭ କରିବା ପଥରେ ଅଗ୍ରସର ହୋଇପାରିବା। ଆମେ ଅଧିକରୁ ଅଧିକତମ ପବିତ୍ର ହୋଇପାରିବା, ଆନନ୍ଦମୟ ହୋଇପାରିବା, ମଧୁମୟ ହୋଇପାରିବା। ସମାଜକୁ, ସଂସାରକୁ, ପରିବାରକୁ, ନିଜକୁ ପବିତ୍ର କରିପାରିବା। ଏହା ହିଁ ଲକ୍ଷ୍ୟ। ଓମ୍ ମା ଜୟ ଶ୍ରୀ ବୈରାଗୀ, ଜୟ ଶ୍ରୀ ବୈରାଗୀ, ଜୟ ଜୟ ଜଗନ୍ନାଥ।